ଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା ସାର୍ଙ୍କୁ ସେ ତାଙ୍କର ବକ୍ତବ୍ୟ ପ୍ରଦାନ କରିବେ। ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର 35ତମ ବାର୍ଷିକ ଉତ୍ସବରେ ମଞ୍ଚାସୀନ ସମସ୍ତ ଅତିଥି ଏବଂ ସ୍କୁଲର ସଭାପତି ସମ୍ପାଦକ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ସମସ୍ତଙ୍କୁ ମୁଁ ଆଜିର ଏହି ପବିତ୍ର ଦିନରେ ଅଭିନନ୍ଦନ ଜଣାଉଛି ମୋ ତରଫରୁ। ମୋ ସମ୍ମୁଖରେ ସବୁଠାରୁ ସମ୍ମାନର ଅଧିକାରୀ ଯିଏ ବସିଛନ୍ତି, ସ୍କୁଲର ଯେ ପ୍ରାଣ ପ୍ରତିଷ୍ଠାତା, ତାଙ୍କୁ ମଧ୍ୟ ମୁଁ ମୋର ପ୍ରଣାମ ଜଣାଉଛି। ତାଙ୍କର ଉଦ୍ୟମ, ତାଙ୍କର ପ୍ରଚେଷ୍ଟା ପାଇଁ ଆମେ ଆଜି ଏଠି ଏକାଠି ହୋଇପାରୁଛୁ ଏବଂ ଏହି ସ୍କୁଲରୁ ଶହ ଶହ ନୁହେଁ ହଜାର ହଜାର ପିଲା ଏଠୁ ପାଠ ପଢ଼ି ବିଭିନ୍ନ କାର୍ଯ୍ୟରେ ଯୋଗଦାନ କରିପାରିଛନ୍ତି, ବିଭିନ୍ନ ବ୍ୟବସାୟ କରୁଛନ୍ତି, ବିଭିନ୍ନ ବୃତ୍ତିରେ ରହିପାରିଛନ୍ତି। ଏହାଛଡ଼ା ମୋ ସମ୍ମୁଖରେ ଥିବା ସମସ୍ତ ନିମନ୍ତ୍ରିତ ଅତିଥି, ସ୍କୁଲର ଗୁରୁଜୀ ଗୁରୁମା, ସମସ୍ତ ଛାତ୍ରଛାତ୍ରୀ ତଥା ପ୍ରିଣ୍ଟ ଇଲେକ୍ଟ୍ରୋନିକ୍ ମିଡ଼ିଆର ବନ୍ଧୁମାନେ, ଆମେ ଏ ଭାଷଣ ଏଠି ଦେଲେ କ'ଣ ହବନି, କେବଳ ଯେଉଁମାନେ ପିଲାଙ୍କୁ ଛାଡ଼ିକି ଅନ୍ୟମାନେ ହିଁ ଭାଷଣ ଶୁଣିବେ, ପିଲାଙ୍କର ଭାଷଣ ଶୁଣିବାର ଆଗ୍ରହ କୌଣସି ନଥିବ। ମୁଁ ଅନୁଭବ କରୁଛି ସେମାନେ ବର୍ଷରେ ଗୋଟିଏ ଦିନ ଆଜି ସେମାନେ ଚାହୁଁଥିବେ ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ, ଟିକେ ମନୋରଞ୍ଜନ କରିକି ସେମାନେ ଘରକୁ ଫେରିବେ। ତେଣୁ ଆମେ ସମସ୍ତ ବକ୍ତାମାନେ ସହଯୋଗ କରିବା, ଅଳ୍ପ ସମୟ ମଧ୍ୟରେ ବକ୍ତବ୍ୟ ସାରିବା। ମୁଁ ମଧ୍ୟ କହିଲେ ରାତି ପାଇଯିବ, ଗୁଡ଼ାଏ କଥା କହିଯିବି, ତେଣୁ ମୁଁ ବି ଉଚିତ ମନେ କରୁନାହିଁ ଏ ଜାଗାରେ ବହୁତ ସମୟ ନେବା ପାଇଁ। ତେବେ ଆଜି ଆପଣ ଯେଉଁ ବାର୍ଷିକ ଉତ୍ସବ କରୁଛନ୍ତି, ଆଜି ଗୋଟେ ବହୁତ ବଡ଼ ଦିନ। 1994 ମସିହାରେ ଭାରତ ସରକାର ଆଜିର ଏଇ ଜାନୁଆରୀ 12 ତାରିଖ, ଯାହାକି ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମଦିନ, ତାକୁ ରାଷ୍ଟ୍ରୀୟ ଯୁବା ଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ 1994 ମସିହା ପାଖରୁ ପ୍ରତ୍ୟେକ ବର୍ଷ ଜାନୁଆରୀ 12 ତାରିଖରେ ଆମେ ତାଙ୍କର ପୁଣ୍ୟ ଜନ୍ମତିଥିକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବରେ ପାଳନ କରୁଛୁ। ପିଲାମାନଙ୍କ ପାଇଁ ମୁଁ ଏଇ ପଦେ କହିବି ଯେ ସେମାନଙ୍କର ପ୍ରେରଣା, ସେମାନଙ୍କର ଆଇଡିଓଲୋଜି ସ୍ୱାମୀ ବିବେକାନନ୍ଦ ହିଁ ହୁଅନ୍ତୁ। ତାଙ୍କଠାରୁ ମୋ ବିଚାରରେ, ମୋ ମତରେ ବୋଧେ ଆଉ କେହି ଅଧିକା ପ୍ରେରଣାଦାୟୀ ହୋଇପାରିବେ ନାହିଁ। କାରଣ ଆମେ ସମସ୍ତେ ଜାଣିଛୁ 1863 ମସିହା ଜାନୁଆରୀ 12 ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ମାତ୍ର 30 ବର୍ଷ ବୟସରେ 1893 ମସିହାରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ ଆମେରିକାର ଚିକାଗୋରେ, ଯେଉଁଠିକି